ଆବାସ ପାଇଁ ଆସିଲା ନୂଆ ଗାଇଡଲାଇନ୍ ଜଣାପଡ଼ିଲା କି ଲିଷ୍ଟରୁ ବାଦ ପଡ଼ିବେ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟଟି ଜାଣିନେବା। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ ଏବଂ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପିଏମ୍ ଆବାସ ଯୋଜନା, ଏହି ଲୋକଙ୍କୁ ମିଳିବନି ପିଏମ୍ ଆବାସ ଘର। ଜାଣନ୍ତୁ ଲିଷ୍ଟରେ ଅଛି କି ଆପଣଙ୍କ ନାମ। ଦେଶର ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏହାର ଅବଧି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ଯୋଜନା 2024ରୁ 2028-29 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ଏହି ପ୍ରକ୍ରିୟାକୁ ନୂଆ ରୂପ ଦେବା ପାଇଁ ସରକାର ଏକ ନୂତନ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନୂତନ ସର୍ଭେ ମାଧ୍ୟମରେ ଛାଡ଼ି ଦିଆଯାଇଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଯୋଜନାର ସୁବିଧା ଦିଆଯିବ, ଯାହାଦ୍ୱାରା ସମସ୍ତ ଅଭାବୀ ଲୋକ ଗୃହ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ ଏଥର ଯୋଜନାର ପାରାମିଟରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଯେଉଁମାନଙ୍କ 2 ଚକିଆ ଯାନ, ରେଫ୍ରିଜରେଟର ଭଳି ଜିନିଷ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲା, କିନ୍ତୁ ବର୍ତ୍ତମାନ ଏଥର ଯେଉଁମାନଙ୍କର 2 ଚକିଆ ଯାନ ଅଛି ଓ ମାସକୁ 15,000 ଟଙ୍କା ରୋଜଗାର କରନ୍ତି, ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପରିବର୍ତ୍ତନ ନିଶ୍ଚିତ କରିବେ ଯେ ଅଧିକରୁ ଅଧିକ ଅଭାବୀ ଲୋକ ଏହି ଯୋଜନାର ଲାଭ ପାଇପାରିବେ। ମୋବାଇଲ ଆପ୍ ମାଧ୍ୟମରେ ନୂତନ ସର୍ଭେ କରାଯିବ। ଜିଲ୍ଲା ତଥା ବ୍ଲକ ସ୍ତରରେ ସଭା ଆୟୋଜନ ହୋଇସାରିଛି ଏବଂ ବର୍ତ୍ତମାନ ଗ୍ରାମ ପଞ୍ଚାୟତରେ ଖୋଲା ସଭା ଅନୁଷ୍ଠିତ ହେଉଛି। ଏହି ଖୋଲା ସଭାଗୁଡ଼ିକରେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହେବ ଏବଂ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ସର୍ଭେ ରେଜିଷ୍ଟର ପ୍ରସ୍ତୁତ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ଲାଭ ପାଇବା ପାଇଁ ଅଯୋଗ୍ୟ ମାନଦଣ୍ଡ ଅନ୍ତର୍ଭୁକ୍ତ। ଆଶ୍ରୟସ୍ଥଳୀ ପରିବାର, ଦରିଦ୍ର କିମ୍ବା ଭିକ ମାଗୁଥିବା ଲୋକ, ଆଦିବାସୀ ଗୋଷ୍ଠୀ ଓ ଶ୍ରମିକ ଏହି ଯୋଜନାରେ ସାମିଲ ହେବେ। ଏହା ବ୍ୟତୀତ ଯେଉଁମାନେ 3 ଚକିଆ କିମ୍ବା 4 ଚକିଆ, 3 ଚକିଆ କିମ୍ବା 4 ଚକିଆ କୃଷି ଉପକରଣ 50,000 ଟଙ୍କା ତାଠାରୁ ଅଧିକ ମୂଲ୍ୟର କେସିସି ୱାର୍ଡ କିମ୍ବା ସରକାରୀ କର୍ମଚାରୀଙ୍କ କୌଣସି ସଦସ୍ୟ ଏହାର ମୋଟର ସୁବିଧା ପାଇପାରିବେ ନାହିଁ। ଯେଉଁମାନଙ୍କର 2.5 ଏକର କିମ୍ବା ଅଧିକ ଜଳସେଚିତ ଜମି କିମ୍ବା 5 ଏକର ଜମି ଅଛି, ଯେଉଁମାନଙ୍କର ଏକର କିମ୍ବା ଅଧିକ ଜଳସେଚିତ ଜମି ଅଛି, ସେମାନେ ମଧ୍ୟ ଏହି ଯୋଜନାର ଲାଭରୁ ବଞ୍ଚିତ ହେବେ।